ଏତଦ୍ୱାରା ଚନ୍ଦନୀପାଳ, କାନାଡି, ଧାମରା, କଇଁତକଲା, କରଞ୍ଜିପାଳ, ବଇଁଚା ଏବଂ କରଣପାଣି ଅଞ୍ଚଳର ସମସ୍ତ ମତ୍ସ୍ୟଜୀବୀ ସଂଘର କର୍ମକର୍ତ୍ତା ମାଛଧରା ବୋଟ ଡଲରମାଲିକମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଭାରତୀୟ ପାଣିପାଗ ବିଭାଗଙ୍କ ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି, ଯାହାର ପ୍ରଭାବରେ ଉଚ୍ଚ ଜୁଆର, ପ୍ରବଳ ବର୍ଷା ଏବଂ ଘଣ୍ଟାକୁ 60 ରୁ 70 କିଲୋମିଟର ପବନ ବହିବାର ସମ୍ଭାବନା ରହିଛି। ଏ ଅନେଶତ ବାତ୍ୟା ବେଳେ ଅଣକୁଡି ହଉଛି, ଭଲ ମନ୍ଦ ହଉଛି, ଏଇରମ ହେଇଥିଲା। ଏବେ ବି ସ୍ପଷ୍ଟ କରାହଉଛି ଯେ ହଁ ହେଇପାରେ ଇଏ ବାତ୍ୟା, ବିଶ୍ୱାସ ନାହିଁ। ରୁଲିଂ ହଉଛି, ଭଲ ମନ୍ଦ ହଉଛି, ସେଇଥିପାଇଁ ଆମେ ଯାଉନୁ। ବାତ୍ୟାଟା କହୁଛନ୍ତି, ଲୋକ କହୁଛନ୍ତି ଜୋର ବାତ୍ୟା ହବ, ଭଲ ମନ୍ଦ, ଆମେ ବି ସ୍ପଷ୍ଟ କରୁଛୁ। ସମୁଦ୍ରରେ ରହିକି ରୁଲିଂ ହଉଛି, ପବନ ହଉଛି, ଏ ବାତ୍ୟା ବି ହେଇପାରେ, ଅଣକୁଡି ହଉଛି। ନା ମନା କନା, ଆମେ କେମିତି ସାର୍ ଯିମୁ? ଆମେ ପଳେଇ ଆସୁଛୁ, ଦେଖୁଛୁ ସମୁଦ୍ର ଅଶାନ୍ତ ଅଛି, ଆମେ ପଳେଇ ଆସୁଛୁ, ଘାଟ ଧରୁଛୁ। ନା ସାର୍ ଯିମୁ ନାହିଁ ନା, ପାଗ ଖରାପ ଅଛି ସାର୍, ଯାଇକି ଲାଭ କଣ? ଆମେ ଘାଟରେ ବାନ୍ଧୁ, ବୋଟ ମାଲିକ ସଂସ୍ଥା ମାଲିକ ବାନ୍ଧିକି ଆମେ ଘର ଧରିମୁ। ବାତ୍ୟା ହବ, ଛୁଆ ପିଲା ଚାଲିଯିବେ, ଭଲ ମନ୍ଦ ଚାଲିଯିବେ। ଆମେ ସମୁଦ୍ରରେ କି ଲାଭ ହବ? ବହୁତ ଭୟରେ ଅଛି ସାର୍ ସମୁଦ୍ରର, ଆମେ ବହୁତ ଭୟରେ ରହୁଛୁ ଡଙ୍ଗା ଖଣ୍ଡେ ନେଇ। ହଁ ବହୁତ ତିତିଲି ଯାଇଛି, ଇଏ ଖନି ବି ଯାଇଛି, ଫନି ଯାଇଛି, ଅନେଶତ ବାତ୍ୟା ଯାଇଛି, ବହୁତ ଯାଇଛି, ଏ ବି ହେଇଛି ତାଣ୍ଡବ। ନିଶ୍ଚିତ ସେଥିପାଇଁ ହବ, ଗ୍ୟାରେଣ୍ଟି ବି ଅଛି। ଭୟରେ ରହିଛୁ ଆମେ। ଯେତେବେଳେ ଲେଟର ହେଲା ଆମକୁ, ସେଇ ଦିନଠୁ ଆମେ ଘଣ୍ଟେ ଘଣ୍ଟେ ଇଣ୍ଟରଭାଲରେ ସବୁ ଏଫଏଲସି ଜାଗା, ଯୋଉଠି ଫିଲ୍ଡ ଲ୍ୟାଣ୍ଡିଂ ସେଣ୍ଟର ରହୁଛି, ସେ ଏଫଏଲସି ଜାଗାରେ ଆମ ସବୁ ସାଗର ମିତ୍ର ଯୋଉମାନେ ଅଛନ୍ତି, ସେମାନେ ଇଣ୍ଟରଭାଲରେ ଆନାଉନ୍ସମେଣ୍ଟ କରୁଛି, ଆୱାରନେସ୍ କରାଉଛି ଏ ଡାଟ୍ ମେସିନ୍ ଦ୍ୱାରା। ନାଇଁ ସେମାନେ ତ ଆଉ ଯାଉନାହାନ୍ତି, ଆମେ ସତର୍କ କରିଲେ ସେମାନେ ଆଉ ଯାଉନାହାନ୍ତି। ଅମାନେ ଏଗୁଡ଼ା ଯଦି ସେମାନେ ଯାଉଛନ୍ତି, ଠିକ୍ ଅଛି, ଯଦି ଧରା ପଡ଼ିଲେ ସେମାନେ, ଠିକ୍ ଅଛି, ତାଙ୍କର ଯେଉଁ ରେଜିଷ୍ଟ୍ରେସନ ରହିଲା ବୋର୍ଡର, ତାଙ୍କର ଅଧା କରାଯିବ। ଆଉ ଯେତିକି ଅମ୍ଫ୍ରା ଆକ୍ଟ ରହିଲା, ତା କିଛି ଦଣ୍ଡ ବିଧାନ ଅଛି, ତାଙ୍କୁ କାର୍ଯ୍ୟାନୁଷ୍ଠାନ କରାଯିବ। ଆମର ଯେଉଁ ଆସିଥିଲେ ଏବେ DFO ସାର୍, FO ସାର୍ ଆସିଥିଲେ, DDFO ସାର୍ ଆସିଥିଲେ ଏବଂ ମେରିନ୍ ପୋଲିସ ଆସିଥିଲେ। ଏଠି ଅଞ୍ଚଳରେ ଯେଉଁମାନେ ରହିଲେ ଶ୍ରେଣୀର ଲୋକ ରହିଲେ ଏବଂ ଆସୋସିଏସନ ସୋସାଇଟି ରହିଲେ, ତାଙ୍କ ସହିତ ଡିସ୍କସନ୍ କଲେ। ସେମିତି କିଛି ଯଦି କାମ ହେଉଛି, ଠିକ୍ ଅଛି, ପ୍ରୋବ୍ଲେମ୍ ହେଉଛି, ତାହେଲେ ତାଙ୍କୁ ଡିସ୍କସନ୍ କରିକି ପାଖରେ ତ ରେଡ୍ କ୍ରସ୍ ଅଛି, ସେଇଠି ଥଇଥାନ କରିବା ପାଇଁ।